ଗ୍ରାମାଞ୍ଚଳରେ ଭଲିବଲ କ୍ରୀଡ଼ାର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ କଳିଙ୍ଗ ଭଲିବଲ ଲିଗ୍‌ର ପ୍ରଥମ ସଂସ୍କରଣର ଶେଷ ପର୍ଯ୍ୟାୟ ଆଜିଠାରୁ ଅନୁଗୁଳ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାକୁ ଅନୁଗୁଳ ଏମ୍ଏଲ୍ଏ ପ୍ରତାପ ଚନ୍ଦ୍ର ପ୍ରଧାନ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଏହି ଲିଗ୍‌ରେ ଉଭୟ ବାଲକ ଓ ବାଲିକା ବର୍ଗର ମ୍ୟାଚ୍ ଅନୁଷ୍ଠିତ ହେଉଛି। ବାଲକ ବର୍ଗରେ ଅନୁଗୁଳର ନୂଆହାଟ, ଢେଙ୍କାନାଳର ପାଇକ ପୁରୁଣାକୋଟ, କଟକର ନାରଙ୍ଗ ବସ୍ତ୍ର, ପୁରୀର ସୁବର୍ଣ୍ଣପୁର, ଖୋର୍ଦ୍ଧାର ରଜାସ, ନୟାଗଡ଼ର କସକ, ଯାଜପୁରର ବୀରମଣିପୁର ସହ ବରଗଡ଼ ଜିଲ୍ଲାର ତାଲପଦର ଭଲିବଲ ଦଳ ଅଂଶଗ୍ରହଣ କରି ଜୋରଦାର ଖେଳ ପ୍ରଦର୍ଶନ କରୁଛନ୍ତି। ଠିକ୍ ସେହିପରି ବାଲିକା ବର୍ଗରେ ଅନୁଗୁଳର ନୂଆହାଟ, ଢେଙ୍କାନାଳର ପାଇକ ପୁରୁଣାକୋଟ, ନୟାଗଡ଼ର ବାଇଗୁଣିଆ, ଜଗତସିଂହପୁରର ଆଶ୍ରମପାଟଣା, ଯାଜପୁରର ପ୍ରୟାସ ଇତ୍ୟାଦି ଟିମ୍ ଅଂଶଗ୍ରହଣ କରୁଛନ୍ତି। ବିଶେଷକରି ତାଲପଦର ଭଲିବଲ ଦଳ ଏହି ଖ୍ୟାତନାମା କଳିଙ୍ଗ ଭଲିବଲ ଲିଗ୍‌ରେ ବରଗଡ଼ ଜିଲ୍ଲାକୁ ପ୍ରତିନିଧିତ୍ୱ କରି ସମସ୍ତ ମ୍ୟାଚ୍‌ରେ ଦୃଢ଼ ଓ ଆକ୍ରମଣାତ୍ମକ ପ୍ରଦର୍ଶନ କରୁଛି। ଦିନ ଥିଲା ଯେତେବେଳେ ତାଲପଦର ଭଲିବଲ ଦଳର ଖ୍ୟାତି ଚାରିଆଡ଼େ ରହିଥିଲା। ବର୍ତ୍ତମାନ ତାଲପଦରର ଛୋଟ ଛୋଟ ପିଲାମାନେ ଭଲିବଲ ମାଧ୍ୟମରେ ସେହି ପୂର୍ବ ଗୌରବକୁ ପୁନର୍ବାର ଫେରାଇ ଆଣିବାରେ ସଫଳ ହେଉଛନ୍ତି। ଉଲ୍ଲେଖନୀୟ ଯେ ପ୍ରତିଯୋଗିତାରେ ସର୍ବାଧିକ ପଏଣ୍ଟ ଅର୍ଜନ କରୁଥିବା ଦଳକୁ ବିଜେତା ଘୋଷଣା କରାଯିବା ସହ ସେହି ଦଳ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିବ। ଏପରି ଏକ ବଡ଼ ଟୁର୍ଣ୍ଣାମେଣ୍ଟରେ ତାଲପଦର ଦଳର ସଫଳ ଅଂଶଗ୍ରହଣ ନିଶ୍ଚିତ ଭାବେ ବରଗଡ଼ ଜିଲ୍ଲା ପାଇଁ ଗୌରବର ବିଷୟ ବୋଲି କ୍ରୀଡ଼ାପ୍ରେମୀମାନେ ଚର୍ଚ୍ଚା କରୁଛନ୍ତି।